ଅନେକ ବଡ଼ ବଡ଼ ସଫଳ ମଣିଷମାନେ କହିଛନ୍ତି ନିଜ ପରିସ୍ଥିତି ପାଇଁ କାହାକୁ ବ୍ଲେମ୍ କରିବା ଉଚିତ ନୁହଁ। ମୁଁ ବି ସେଇଟା ମାନେ, କିନ୍ତୁ ତାପରେ ବି କହିବି ଆମ ସଫଳ ଓ ବିଫଳ ହେବାରେ ନା ଆମ ପରିବେଶ ତା ସହିତ ଆମେ ବିତଉଥିବା ମଣିଷମାନଙ୍କର 80% ଭୂମିକା ରହିଛି। ଆଉ ଆମ ପରିବେଶ ଆମ ସେଇ ଲୋକମାନଙ୍କ ପାଇଁ ନା ଆମର ସଫଳତା ହାର 80% କମିଯାଏ ଯଦି ଆମର ପରିବେଶ ଠିକ୍ ନାହିଁ। ମୁଁ ଗୋଟେ କଥା ସିଓର ଯେ ପରିସ୍ଥିତି ବରଂ ଖରାପ ଥାଉ, ଆପଣ ଅଭାବରେ ରହୁଛନ୍ତି, ଆପଣଙ୍କର ଫାଇନାନ୍ସିଆଲ ପ୍ରୋବ୍ଲେମ୍ ରହୁଛି, କିଛି ବି ପରିସ୍ଥିତି ଖରାପ ରହୁଛି, ଆପଣ ତା ଦେହରେ ଆପଣଙ୍କ ସ୍ୱପ୍ନ ପାଇଁ କାମ କରିପାରିବେ। କିନ୍ତୁ ଯଦି ପରିବେଶ ଖରାପ ଅଛି ନା ସେଠୁ ଉପରକୁ ଉଠିବା ବହୁତ କଷ୍ଟ ହେଇଯାଏ। ତ ଫ୍ରେଣ୍ଡସ୍, ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଆଜିର ଷ୍ଟଡି ବ୍ଲଗ୍କୁ। କେମିତି ଅଛନ୍ତି? ଆଶା କରିବି ଆପଣମାନେ ବହୁତ ହିଁ ଭଲରେ ଥିବେ। ତ ଫ୍ରେଣ୍ଡ ମନ ଲଗେଇ ପଢ଼ୁଥିବେ, ଆଉ ଗୋଟେ ସବୁବେଳେ ସକାଳୁ ଉଠିକି ନା ଗୋଟେ ବଢ଼ିଆ ସୁନ୍ଦର ସ୍ମାଇଲ୍ଟେ ଆପଣ ମିରର ଆଗରେ ଠିଆ ହେଇକି ଗୋଟେ ସୁନ୍ଦର ସ୍ମାଇଲ୍ ଦିଅନ୍ତୁ। କାହିଁକି କହିଲେ ଯେ ସବୁବେଳେ ଗୋଟେ ପ୍ଲିଜ୍ ରହିବା ଦରକାର ଭଗବାନଙ୍କ ପାଖରେ ଯେ ଥ୍ୟାଙ୍କ୍ସ ପ୍ରଭୁ ଯେ ଆଜି ସୂର୍ଯ୍ୟୋଦୟଟେ ଆମ ପାଇଁ ଦେଖିବାର ସୌଭାଗ୍ୟ ଦେଇଛନ୍ତି। କିଏ କହିବ କାଲିର ସୂର୍ଯ୍ୟୋଦୟ ଆମ ପାଇଁ ନଥିବ, ବା ଆମେ କେତେ ଜଣଙ୍କୁ ଦୁନିଆରେ ଜାଣିଛନ୍ତି। ଆଜି ବି ଅନେକ ଲୋକ ଥିବେ ଯାହାଙ୍କ ଜୀବନରେ ଆଜିର ସୂର୍ଯ୍ୟୋଦୟ ଦେଖିବାକୁ ତାଙ୍କ ପାଖରେ ସେତିକି ବୟସ ଆୟୁଷ ସରିଯାଇଥିବ। ତେଣୁ ସବୁବେଳେ ଆମକୁ ଯାହା ଯେତିକି ମିଳିଛି ସବୁବେଳେ ଆମେ ଭଗବାନଙ୍କ ପାଖରେ ଗୋଟେ ପ୍ଲିଜ୍ ରହିବା ଦରକାର। ଭଗବାନଙ୍କୁ କିଏ ମାନନ୍ତି ନ ମାନନ୍ତି ମୁଁ ଜାଣିନି, କିନ୍ତୁ ମୋତେ ଲାଗେ ଆମର ସମସ୍ତ ଚିନ୍ତା ଚେତନା ଉପରେ ଆମକୁ ଯିଏ ଡ୍ରାଇଭ୍ କରେ ସେ ହେଉଛନ୍ତି ଈଶ୍ୱର। ତାଙ୍କୁ ନ ଦେଖିଲେ ବି ଅନୁଭବ କରିହୁଏ, ତାଙ୍କୁ ଛୁଇଁ ନହେଲେ ବି ତାଙ୍କ ଅନୁଭବ କରିହୁଏ ସେ ଅଛନ୍ତି। ତେଣୁ ମୁଁ ତ ବିଶ୍ୱାସ କରେ। ତେଣୁ ସବୁବେଳେ ଗୋଟେ ପ୍ରତିଦିନ ନିଶ୍ଚିତ ଆମେ ଭଗବାନଙ୍କ ପାଇଁ ସମୟ, ଯିଏ ଆମକୁ ଏତେ ସୁନ୍ଦର ଜୀବନଟେ ଦେଇଛନ୍ତି ତାଙ୍କ ପାଇଁ ନିହାତି 5 ମିନିଟ୍ 10 ମିନିଟ୍ ଅଧଘଣ୍ଟା ଯିଏ ଯେତିକି ଦେଇପାରିବ ନିଶ୍ଚିତ ତାଙ୍କୁ ପ୍ରେ କରିବା ଦରକାର। ତ ଫ୍ରେଣ୍ଡସ୍, ଆଜିର ବ୍ଲଗ୍ରେ ମୁଁ କହିବି ଯେ ମୋର ପୂର୍ବରୁ ଷ୍ଟ୍ରାଟେଜି କ'ଣ ଥିଲା, ଆଉ ଆକ୍ଚୁଆଲି ଗୋଟେ ଆସ୍ପିରାଣ୍ଟ ଲାଇଫ୍ରେ କ'ଣ ସେ ପ୍ରାୟୋରିଟି ଦେବା ଦରକାର, ଆଉ କେମିତି ତା'ର ଷ୍ଟଡି ଯେତେବେଳେ ସେ ପୁରା ସିରିୟସଲି ଯେତେବେଳେ କୌଣସି ଏକ୍ଜାମ୍ ପାଇଁ ପ୍ରିପାରେସନ୍ କରେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଦରକାର। କାହିଁକିନା ଏଇଟା ମୋର କୌଣସି ଗପ ନୁହଁ କି କାହା ପାଖରୁ ଶୁଣିବା କଥା ନୁହଁ, ମୋ ଲାଇଫ୍ର ଖୋଦ୍ ଏକ୍ସପିରିଏନ୍ସ ଯାହା ମୁଁ ଆପଣଙ୍କ ସହିତ ସେୟାର କରେ। ଆଉ ଆପଣ ଭାବିବେନି ଯେ ଗୋଟେ କମ୍ ବୟସରେ କି କ'ଣ ଗୋଟେ ଏକ୍ସପିରିଏନ୍ସର କମ୍ ହୁଏ। ବୟସରେ ହୁଏତ ଅନେକ ଜଣ ବୟସ୍କ ହେଇଗଲେ ବି ସୁଦ୍ଧା ତାଙ୍କ ପାଖରେ ଅନୁଭୂତି ନଥାଇପାରେ, ଆଉ ବହୁତ କମ୍ ବୟସରେ ବି ତାଙ୍କ ପାଖରେ ଅନୁଭୂତି ବହୁତ ଥାଏ। ସେଇ ଆଧାରରେ ମୁଁ କହିବି ଏଇସବୁ ଜିନିଷ ମୁଁ ନିଜେ ଅଙ୍ଗେ ଲିଭେଇଛି। ତ ଫ୍ରେଣ୍ଡସ୍, ସକାଳୁ ମୋ ପୁଅ ଗଲା ପରେ ଆଉ ଟିକେ କ'ଣ କାମ ଥିଲା, ସବୁ ସାରିଲା ପରେ ମୋ ଷ୍ଟଡି ଟେବୁଲକୁ ଆସିଲି। ତେଣୁ ମୁଁ ବର୍ତ୍ତମାନ ସେୟାର କରୁଛି ଯେଉଁ ପୁରୁଣା କମେଣ୍ଟଟି ଥିଲା, ମୋର ଷ୍ଟ୍ରାଟେଜି ପ୍ରଥମେ କ'ଣ ଥିଲା, ମୁଁ ଆପଣଙ୍କ ସହିତ ସେଇ ଷ୍ଟ୍ରାଟେଜିଟା ପ୍ରଥମେ ସେୟାର କରୁଛି। ବିକଜ୍ ସେଇ ଷ୍ଟ୍ରାଟେଜିଟା ଆପଣମାନେ ନିଶ୍ଚିତ, ଯେଉଁମାନଙ୍କ ପାଖରେ ଟିକେ ଦାୟିତ୍ୱ କମ୍ ରହୁଛି, ଯେଉଁମାନେ ଆପଣ ଷ୍ଟୁଡେଣ୍ଟ ଅଛନ୍ତି ବା ସିଙ୍ଗଲ ଆସ୍ପିରାଣ୍ଟ ଅଛନ୍ତି, ଆପଣଙ୍କ ଉପରେ ଦାୟିତ୍ୱ କିଛି ନାହିଁ, ତ ଆପଣମାନେ ଆରାମସେ ତାକୁ ଫଲୋ କରିପାରିବେ। ମୁଁ ସେଇଟା ଏମିତି କରୁଥିଲି, ତାକୁ ଡେଟ୍ ୱାଇଜ୍ ସବୁ ମେନସନ୍ କରୁଥିଲି କେଉଁ ଡେଟ୍ରେ କ'ଣ ପଢ଼ିବି, ଆଉ ତା ସହିତ 3 ଦିନ 7 ଦିନ 11 ଦିନ ଏଇ ଡିଷ୍ଟାନ୍ସରେ ରିଭାଇଜ୍ କରୁଥିଲି। ଯେଉଁ ଟପିକ୍କୁ ତ ମନେ କରାଯାଉ ମୁଁ ଆଜି ରିଭାଇଜ୍ କଲି, ତାକୁ ମୁଁ 3 ଦିନ ପରେ, ପୁଣି 7 ଦିନ ପରେ, ପୁଣି 11 ଦିନ ପରେ। ଆପଣ ଭାବନ୍ତୁ ଯଦି ଏଇ ଟାଇପ୍ରେ ଜଣେ ରିଭାଇଜ୍ କରିବ, କେବେ ସେ ଭୁଲିବ କି? ମୋତେ ତ ଲାଗେନି ଭୁଲିବ ବୋଲି। କାହିଁକିନା ସେଇ ଯେଉଁ ଯେତେବେଳେ ମୁଁ ଏଇ ଷ୍ଟ୍ରାଟେଜି ଫଲୋ କରୁଥିଲି, ମାନେ ବହୁତ ବଢ଼ିଆ ଭାବରେ ମୋର ଷ୍ଟଡି ଚାଲିଥିଲା। ଆଣ୍ଡ ତାର ଗୋଟେ କ୍ଲିପ୍ ମଧ୍ୟ ମୁଁ ତାର ହିସାବଟା ଯେତିକି ସମୟ ପଢ଼ୁଥିଲି ତାର ଗୋଟେ କ୍ଲିପ୍ ମୁଁ ଭିଡ଼ିଓ ଲାଷ୍ଟରେ ପକାଇ ଦେଇଛି, ଆପଣମାନେ ଦେଖିପାରିବେ। ତେଣୁ ଏଇ ଷ୍ଟ୍ରାଟେଜିରେ ପଢ଼ୁଥିଲି, ଯାହାଫଳରେ କ'ଣ ହେବ ନା ପ୍ରତିଦିନ ନୂଆ ଟପିକ୍ ପଢ଼ିବେ, ତା ସହିତ ଡେଟ୍ ୱାଇଜ୍ ପୁରୁଣା ଟପିକ୍ର ରିଭାଇଜ୍ ମଧ୍ୟ ଚାଲିବ। ତେଣୁ ଏଇଟା କ'ଣ ହୁଏ କି ଧୀରେ ଧୀରେ ଟାଇମିଂ ବଢ଼ିଯାଏ, ଷ୍ଟଡି ଆୱାର ଯେଉଁଟା କୁହନ୍ତି। କାହିଁକିନା ଟାର୍ଗେଟ୍ ଯେହେତୁ ବଢ଼ିଯାଏ, ତେଣୁ ଷ୍ଟଡି ଆୱାରକୁ ବି ବଢ଼ିବାକୁ ପଡ଼େ। ତେଣୁ ଯେତେବେଳେ ମୋର ଏଇଟା 1 ମାସ ପର୍ଯ୍ୟନ୍ତ ଚାଲୁଥିଲା ଠିକ୍ ଠାକ୍ ଥିଲା, କିନ୍ତୁ ଯେତେବେଳେ 1 ମାସ ପରେ ହେଲା, ସେତେବେଳେ ତାର ଟିକେ ବଢ଼ିଲା, ମାନେ ଷ୍ଟଡି ଆୱାର ବଢ଼ିବାକୁ ପଡ଼ିଲା। ସେତେବେଳେ ମୁଁ ଏତେ ଆଇସୋଲେଟ୍ ହେଇଗଲି, ଏତେ ଷ୍ଟଡି ଓରିଏଣ୍ଟେଡ୍ ହେଇଗଲି, ମାନେ ମୁଁ କେବଳ କାମ ତ କରୁଥିଲି, କାମ କରିବାକୁ କୌଣସି ଚିନ୍ତା ଶକ୍ତି ଦରକାର ପଡ଼େନି, ସେଗୁଡ଼ା ସବୁ ଅଭ୍ୟାସ ହେଇଗଲାଣି। ଆପଣ ଅନ୍ୟମନସ୍କରେ ବି କାମ କରିପାରିବେ। ତ ସେଇ ହିସାବରେ ମୁଁ କାମ କରିଚାଲିଥିଲି, ମୋ ପୁଅକୁ ତାର ସବୁକିଛି ଦାୟିତ୍ୱ ସମ୍ଭାଳୁଥିଲି, କିନ୍ତୁ ମୋ ନିଜ ପ୍ରତି ମୁଁ 100% ନେଗ୍ଲେକ୍ଟ ଥିଲି। ମୋର ହେଲ୍ଥ ହେଲା, ମୋର ମାନେ ଡାଏଟ୍ ହେଲା, ମୋ ଖାଇବା ହେଲା, ମୋ ପାଣି ପିଇବା ହେଲା, ଇଏ ସବୁ, ମୋ ରେଷ୍ଟ ହେଲା, ଇଭିନ୍ ମୁଁ 4.5 ଘଣ୍ଟା ମାତ୍ର ଶୋଉଥିଲି।
ताले भावन्तु गोटे डेली दिन भी मु रेस्ट निएनि तो दिन सारा आपण जहाँ भी हेले सब घर काम करेंगे ता सहित राति पुणी 4.5 घंटा जब शोबे यहाँ माने कांट इमेजिन पूरा इम्पॉसिबल एटा मु पूरा 100% कहबी एटा इम्पॉसिबल आ एमती कहीं करबा उचित नुह कहीं जदि आम मेंटाली किसी काम करूँ आमको कम रेस्ट दरकार किंतु जदि फिजिकाली काम करूँ आम बॉडी थकिबो आमको रेस्ट दरकार तेणु मिनिमम तो 6-7 घंटा गोटे निद दरकार थिला किंतु मु ताकू जो पूरा कमेकी एते कम निद देली पुणी निद तो कम कली कली निजर डाएट पूरा ढिला रही भेजिटेबल पूरा बहुत कम माने जहाँ मसला तरकारी है ये सब उपरे बहुत माने जहाँ अच्छे मुझे जल्दी रोषे करदे जमती जल्दी हम तेणु ये सब अनेक जिनस को इग्नोर करी बोली मो देह एते खराब है जोटा कि मु एग्जाम स्ट्रेस रे जे मत एति कवर करार अच्छी से स्ट्रेस रे मोर एंजाइटी बढ़िला आउ जहाँ फल माने सालाइन लगे पर्यंत भी कला एमती है तापर प्रति सकाळ उठिले एते मुंड बुलाए जे मु पूरा टोटाल माने बेड रेस्ट नेली ता सहित सेटा जेहेतु स्ट्रेस ए थिला डॉक्टर प्रेस्क्राइब रे गोटे एमती मेडिसिन खाई तो जहाँ फल मते 72 घंटा निद हो नथिला तेणु से समय मु भाभी मो पाखे अनेक किछि पोटेंशियल रही मु जॉब नकले भी जॉब लेक्चरटे होकि जी इनकम करहब मुझे भी अधिक इनकम करी किंतु एते सब पोटेंशियल थाए कि जब मो जॉब पाई पूरा पागल होकि मो देह को एतिकी खराब करी ताहले से मो शिक्षार कौन भैल्यू रहिलानी तो कहीं निजर हेल्थ हूँ प्रथम प्रायोरिटी आ सेकेंड प्रायोरिटी मो फैमिली को एइथिपई देबी जदि आपण जेते उच्च शीर्ष रे बसी थांतु ना कहीं आम हेलु साधारण पिला साधारण घरर झील बा साधारण घरर पुआ आमको फैमिली दरकार आमे राष्ट्रपति नुह कि प्रधानमंत्री नुह आमे समाज पाई पूरा देश पाई काम करूचंती आमे बिना फैमिली रे रहिबा आमर तो सारा दुनियाटा सारा देशटा फैमिली सेमिति न जेहेतु आमे गोटे साधारण फैमिली रो पिला तेनु आमको फैमिली टे दरकार आमे पूरा देशर समाज पाई काम करि परिबानी आमे बहुत कम लोकंक पाई होय तो काम करि परिबा तेनु फैमिली आमे जदि बहुत सफलतार शीर्ष रे पहुंचीथिबा अथच आमर फैमिली नथिबो ताहाले भी सेटा भी किछि ए न तेनु गोटे परिपूर्ण हेबाकू हेले केवल झियोटे जेमिति संसार रे उचित न पुओटे भी दरकार सेमिति खाली पुओटे भी हेबनी झियोटे दरकार तेणु यहाँ गोटे बालांस ये तेणु हेल्थ आ फैमिली ता सहित कैरियर तीनटा को बालांस केमती करिया पड़े आ कम केमिति गोटे कौन कले जोटा कि जल्दी सक्सेस मिलिबो बा गोटे आम कैरियरटा गोटे बालांस रे चलिबो आ आमे कम एज रे जॉब पाई परिबा बा कौन सी फील्ड रे आमे एंगेज रही परिबा ता पई मु पछरे गोटे वीडियो बनैबी किंतु आजिर वीडियोटार केवल एया कहिबार थिला प्रथमे आपण जेतेबेले सीरियसली एग्जाम पई प्रिपरेशन करूचंती आपण हेल्थ को बहुत जगंतु भेजिटेबल खांतु वाटर सफिशिएंट पियंतु ता सहित रेस्ट नियंतु जेतिक समय पढ़ुचंती रिलैक्स होकर पढ़ंतु स्ट्रेस नहीं पढ़िले सेगुड़ा सब देखंतु मु एते भल भाबरे पढ़ुतली किंतु 2 मास मु पूरा बही धरी पारलेनी जे गोटे दिन बही न धरले ताको भल लागेनी 2 मास से केमिति बितेइथिबो तो फ्रेंड्स वर्तमान मु सारा सिलेबसटा को मुंडरे न पुरे केवल चैप्टर वाइज गोटे गोटे कंप्लीट करिया को चाहूचे माने पॉइंट वाइज तो एटा थिला मु आज जोटा बहिटे कहली एटा थिला मो लाइफ रे सबुठार गोटे लव हैज एंड बहुत बड़ एक्सपीरियंस और अनेक किसी कथा था जोटा कि भी शेयर करिवेनी तो एनीवे आपण माने जो परिस्थिति रे थांतु ना कहीं मु सब बेले कहबी आपण पढ़िबे उठिबे झुंटिबे सब करिवे पुणी एटा होचे जीवन आपण पुणी उठिबे पुणी चलिबे तेनु चलिबा केते बेले भी बंद करंतुनी सब बेले निज लक्ष्य पई किछि करिबा पई ट्राई करंतु मु कहू जे पढ़िबा जति आमे ईमानदार भाबरे पढुचंती ना आम पढ़ा केबे भी बेकार जीवनी हाँ चाकरी करवा न करवा ता ग्यारंटी मुझे कहीपरिनी किंतु जदि आम सतरे पाठ पढ़ी आम केमी बेकार रहा आम तो निश्चित शिक्षा तो वृत्ति जगाए तेणु आम केमी बेकार रही पार ये विश्वास टी रखु और निज उपर बहुत काम करूँ नुआ नुआ स्किल को डेभलप करूँ प्रचुर मात्रा पढ़ु तो फ्रेंड्स आसबि आउ गोटे वीडियो नहीं कि से पर्यंत रोचे थैंक्स फॉर वाचिंग एंड लव यू ऑल।